ଜଣା ସାଙ୍ଗମାନେ ଆଉ ଏକ ନୂଆ ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ସକାଳୁ ସକାଳୁ ଏବେ ହେଲାନି 9:30। ତ 9:30 ବେଳେ ମୁଁ ଆସିଛି ଆମ ମାନେ ଚାଷ ହେଇଥିବା ଜାଗାକୁ। ସେ ଚାଷ ତ ମୁଁ ଦେଖୁଛି ଏବେ। ତ ଆଗରୁ ତ ଦେଖିଥିଲି ଭିଡ଼ିଓ। ତ ଏଇଟା ଫୁଲ ଆମ ଏରିଆ ଚାଷ ହେଇଛି। ତ ମୁଁ ଆଜି ଆସିଛି ମାନେ ବର୍ଜ୍ୟକୁ ଆଇଛି, ଆମ ପାନ ବର୍ଜ୍ୟ। ତ ପାନ ବର୍ଜ୍ୟରେ ଆଜି ମାନେ କାଲି ନ ବାନ୍ଧା ହେଇଲା, ତ ଆଉ କିଛି ରହିଯାଇଥିଲା ନ ବାନ୍ଧିବା ପାଇଁ, ନଟା ବାନ୍ଧିବା ପାଇଁ ଆଉ ଅଛି। ମୁଁ ଦେଖେଇବି ହେଲା ଆମ ବର୍ଜ୍ୟ ଭିତରୁ ମୁଁ ଆସିଯାଇଛି। ତ ଏଇଟା ଦେଖାଉଛି ପୁରା, ଏଇଟା ହେଲା ପାନ ବର୍ଜ୍ୟ। ତ ଏଇଟା ଫୁଲ ପାନ ବର୍ଜ୍ୟ ତ ନ ବାନ୍ଧା ହେଇଥିଲା, ଏସବୁ ନଟା ବାନ୍ଧା ହେଇଛି, ଜୁଣରେ ନଟା ବାନ୍ଧା ହେଇଛି। ଆଉ ରହିଯାଇଛି 10 ଗୁଛ। ତ 10 ଗୁଛ ନଟା ବାନ୍ଧା ସରିଲା ପରେ ଆଜି ସରିଯିବ। ତ କାଲି ସକାଳ ପାଖରୁ ମାନେ 2 ଦିନ ହେଲାନି ପଡ଼ିକି ଆମେ ନଟା ବାନ୍ଧା ସରୁନାହିଁ, କାହିଁକିନା ଏକପାଖିଆ ବାନ୍ଧା ହେଉଛି। ତ ଏବେ ତ ଶୀତରେ ତ ଏବେ ମାନେ ସକାଳୁ ସକାଳୁ ତ ଗରମ ଦିନ ହେଇନି କିଛି ହେଲା, ତ ସକାଳୁ ଆସିକି ଆମେ ଭୋର ଆସି ବାନ୍ଧି ଦେଇପାରୁଥିବୁ। ତ ଏବେ କାକର ପଡ଼ିନି, ତ ପାନ ବର୍ଜ୍ୟକୁ ପଶି ହେବନି। ତ କାକର ପଡ଼ିଛି, ତ ଏବେ ଛାଡ଼ିଗଲାଣି। ତ ଏବେ ନଟା ବାନ୍ଧା ଆରମ୍ଭ କରିବୁ ଏବେ। ତ ନଟା ବାନ୍ଧା ସରୁ ତ ଆପଣଙ୍କୁ ମୁଁ ଦେଖେଇବି। ତ ଭିଡ଼ିଓରେ ବନେଇ ରୁହନ୍ତୁ। ଅଲରେଡ଼ି ଆମ ନଟା ବାନ୍ଧା ସରିଯାଇଛି। ତ 9:30 ଆସିଥିଲେ, 11ଟା ହେଲାଣି। ତ 1.5 ଘଣ୍ଟା ଭିତରେ ଆମେ କାଲି 2 ଦିନ ତ ବାନ୍ଧିଥିଲେ, ତ ସରିଯାଇଛି। ତ ପୁରା ନଟା ବାନ୍ଧା ସରିଯାଇଛି। ତ ଆପଣଙ୍କୁ ଆମର ବର୍ଜ୍ୟ ବି ମୁଁ ଦେଖୁଛି, ପାନ ବର୍ଜ୍ୟ। ତ ଯାହାଙ୍କ ଘରେ ବି ପାନ ବର୍ଜ୍ୟ ଅଛି, ତ ନିହାତି ମୋତେ କମେଣ୍ଟରେ ଜଣାଇବେ। କାହିଁକିନା ଏବେ ତ ଭେଜୁଆ ଟାଇମ୍। ତ ଭେଜୁଆ ଟାଇମ୍ରେ କେମିତି କିଛି ରେଟ୍, କାହା ସାଇଡ଼୍ରେ କେମିତି ରେଟ୍ ଅଛି, ତ ନିହାତି ମୋତେ ଟିକେ ଜଣାଇବେ। ତ ଏଟା ଆମ ପାନ ବର୍ଜ୍ୟ। ତ ନଟା ବାନ୍ଧା ତ ସରିଯାଇଛି। ତ ଆମ ପାନ ବର୍ଜ୍ୟ ମୁଁ ଆପଣଙ୍କୁ ଭିଉଟା ଦେଖେଉଛି। ତ କେତେ ବଡ଼ ଏରିଆ ପାନ ବର୍ଜ୍ୟ। ତ ପୁରା ଏବେ ତ ଶୀତ ନ ଛାଡ଼ିବା, ଆଉ କେବେ ତ ଶୀତ ଛାଡ଼ିବ। ତେଣୁ ଟିକେ ରାହତ, କେନା ସବୁ ନଟା ଗଛ ସବୁ ବସିଯାଇଛି, ମାନେ ଅଗ ଫୁଟୁନାହିଁ। ବାହାରି ଆସିଲା ପରେ ତ ବିଲ ସାଇଡ୍, ତ ଆମର ବିଲ ଏଇଟା କାଲିକି ଆମର ବାଦାମ ପଡ଼ିବ। ତ ଏ ଏରିଆଟା ହେଲା କାଲି ବାଦାମ ପଡ଼ିବ। ନଙ୍ଗଳ ହେଇଯାଇଥିଲି କାଲି। ତ ଚାଲିଛି ଆମର ବିଭିନ୍ନ ପ୍ରକାର ତ ଚାଷ ହେଇଛି, ଆପଣଙ୍କୁ ମୁଁ ଦେଖେଇଛି। ତ କେତେ ଆଡ଼ ଆମର ଚାଷ ବି ହେଇଛି, ମାନେ ପନିପରିବା ଚାଷ। ତ କାଲି 2 ଦିନ ଭିତରେ, କାଲି ଭିତରେ ଆମ ବାଦାମ ପକ୍କା ବି ହେଇଯିବ। ତ ଏରିଆଟା ବାଦାମ ପଡ଼ିବ। ଏଇଟା ହେଲା ପପୟା। ତ ଖରା ମାନେ ଯେମିତି ଖରା ହେଉଛି, ସେମିତି ବି ଶୀତ। ମାନେ ଖରା ହେଉଛି ସକାଳ 8ଟାରୁ 9ଟା ଭିତରେ, ପୁରା ଫୁଲ୍ ଖରା ହେଇଯାଉଛି। ତାପରେ ଦିନ 2ଟା ବେଳକୁ ଯେ ଶୀତ ଆସିଯାଉଛି, କୁହନି ସେ ଶୀତ। ଉତ୍ତରା ପବନ ଯେ ମାନେ ଉତ୍ତରା ଏଥର ଛାଡ଼ିକି ଯାଉନି, ଏତେ ଜୋର ଶୀତ ହୋଇଛି ଆମର।